ଏବେ ଧାର୍ମିକ ସ୍ଥଳ ପାଲଟି ଗଲାଣି ମନୋରଞ୍ଜନର ସ୍ଥଳ ଭଳି। ଯେମିତି ମହାକୁମ୍ଭକୁ ଅନେକ ଯାଉଛନ୍ତି ସତ, ହେଲେ ସେଠି ନଜର ଅଟକି ଯାଉଛି ଜଣେ ମାଳି ବିକୁଥିବା ଝିଅର ଆଖି ପାଖରେ। ଆଜିର ମିଡିଆ ଫୋକସ୍ କରୁଛି ସାଧୁ ସନ୍ତକୁ ଯେତିକି ନୁହେଁ, ମାଳିବାଲାର ସେଇ ଆଖି ଉପରେ ସମସ୍ତଙ୍କ ନଜର। ସିଏ ଏବେ ସେଲିବ୍ରିଟି ହୋଇଗଲା। କେବଳ କେବଳ କାମନା 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 ହିଁ ଏବେ ତୀର୍ଥର ମିଳୁଛି। ଭକ୍ତବନ୍ଧୁ ସେଇଠି ଅଟକି ଯାଉଛି ନଜର। ଏବେ ଓଡ଼ିଶାରେ ମଧ୍ୟ ଖଣ୍ଡଗିରି ଭଳି ସାଧୁସନ୍ତଙ୍କର ସ୍ଥଳୀ, ଯେଉଁଠି ହନୁମାନଜୀଙ୍କର ପର୍ବତ ଆଣିବା ବେଳେ ଖଣ୍ଡେ ପର୍ବତ ପଡ଼ିଥିଲା, ଖଣ୍ଡଗିରି ହେଲା। ସେ ଖଣ୍ଡଗିରିର ସାଧୁସନ୍ତଙ୍କ ମେଳା ଏବେ ମଟନରେ ଆସୁଛି। କିଏ କହୁଛି ମୁଁ ମଟନ ପାଇଲିନି, ଆଉ କିଏ କହୁଛି ଏଠି ଯାତ୍ରା ଭାରି ମନୋରଞ୍ଜନ ଚାଲିଛି। କିନ୍ତୁ ସାଧୁସନ୍ତଙ୍କ ଉପରେ ଯେଉଁ ଫୋକସ୍ ରହିବା କଥା, ଆମର ବିଶ୍ୱାସ ଆମ ଭରସା, ତାହା ମଧ୍ୟ ତୁଟି ଯାଉଛି। ଭକ୍ତବନ୍ଧୁ, ଏଥିପାଇଁ ଧାର୍ମିକ ସ୍ଥଳ ହେବା ଦରକାର। ଆମେ ଭାବଭକ୍ତି ନେଇ ସେ ତୀର୍ଥ ଗୁଡ଼ିକୁ ନଷ୍ଟ କରନ୍ତୁ ନାହିଁ। କାହିଁକି ନା ମଣିଷ ପାପ କଲେ ତୀର୍ଥରେ କ୍ଷୟ ଯାଏ, ଆଉ ତୀର୍ଥରେ ପାପ କଲେ ପାପ ବଜ୍ର ହୋଇଯାଏ।